ଆପଣଙ୍କର ମୁଁ କହିବି। ଇଏ ହେଉଛି ଏଇଟା ହେଉଛି ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ଓଡ଼ିଶା ତରଫରୁ ମୁଁ କହୁଛି ରେ ବାବା, ସେଇ ବିଚିତ୍ରାନନ୍ଦ ଦାସ ସରସ୍ୱତୀ ମହାରାଜ। ଜନ୍ମଭୂମି କର୍ମଭୂମି ଦେବଭୂମି ତୀର୍ଥଭୂମି ଭାରତରେ। ପୂର୍ବେ ଯେତେ ଋଷି ମୁନି ସାଧୁ ସନ୍ଥ ଐତିହ୍ୟ କୀର୍ତ୍ତି ବିଷୟରେ ଏଇମାନେ ଐତିହାସିକ କୀର୍ତ୍ତି ରଖିକି ଯାଇଛନ୍ତି। ରତ୍ନାକର ଖଣ୍ଟ, କାଳିଦାସ ମୂର୍ଖ, ଚଣ୍ଡାଳ ଅଶୋକ କୀର୍ତ୍ତି, ଏଇମାନେ କୀର୍ତ୍ତି ରଖିକି ଯାଇଛନ୍ତି। ବନ୍ଦ କରିଦେବା। କେଉଁଠି? ରତ୍ନାକର ଖଣ୍ଟ। ରତ୍ନାକର ଖଣ୍ଟ, କାଳିଦାସ ମୂର୍ଖ, ଚଣ୍ଡାଳ ଅଶୋକ କୀର୍ତ୍ତି। ଆମେ ନିଜେ ବିଶ୍ୱ ଗୁରୁ ବାକ୍ୟ ମାନିବା, ସାରା ବିଶ୍ୱରେ ହୋଇବ ଶାନ୍ତି। ରତ୍ନାକର ଖଣ୍ଟଟା ସିଏ ଖଣ୍ଟ ବୃତ୍ତି କରୁଥିଲା। ଏମାନେ ଜାଣିବା ପରେ, ବିଶ୍ୱଗୁରୁଙ୍କୁ ଜାଣିବା ପରେ ଚଣ୍ଡାଳ ଅଶୋକଟା ଧର୍ମାଶୋକ ହୋଇଗଲା, କାଳିଦାସ ମୂର୍ଖଟା ପଣ୍ଡିତ ହୋଇଗଲା, ରତ୍ନାକର ଖଣ୍ଟଟା ଜଣେ ଋଷି ହୋଇଗଲା। ସେମିତି ଆମେ ଯଦି ଠିକ ସେଇ ବାଟକୁ ଗତି କରିବା, ଆମେ ସେମିତି କୀର୍ତ୍ତି ରଖିକି ଚାଲିଯିବା। ବର୍ତ୍ତମାନ ଘଡ଼ି ସନ୍ଧି ସମୟ ଆସିଛି, ଆମେ ସେୟା ହେଇଯିବା। ବିଶ୍ୱର ମାଲିକ କିଏ ବୋଲିକି ଆପଣ ପଚାରୁଛନ୍ତି। ବିଶ୍ୱଗୁରୁଙ୍କର ବିଶ୍ୱ ପଞ୍ଚସଖା ଗୁରୁମାନଙ୍କୁ ଚିହ୍ନନ୍ତୁ। ବ୍ରହ୍ମା ବିଷ୍ଣୁ ଶିବ ବ୍ୟାସଦେବ ଗଣେଶ, ଏ ଗୁରୁ ବାକ୍ୟ ମାନନ୍ତୁ। ଇଏ ବିଶ୍ୱର ବାପା ମା ଏଇ ଗୁରୁଙ୍କୁ ପଠାଇ ଦେଇଥିଲେ, ତୁମେ ଆଙ୍କରି ଦୀକ୍ଷା ନିଅ, ଆଙ୍କରି ଶିକ୍ଷା ଗ୍ରହଣ କର, ଏଇ ଗୁରୁଙ୍କର ଦୀକ୍ଷା ଦିଅରେ ସମସ୍ତିକି। ଆଉ ବିଶ୍ୱ ବାପା ମା ସନାତନ ଧର୍ମ ଶ୍ରେଷ୍ଠ ଶାସ୍ତ୍ର ଗୀତା ସମ୍ମାନ ରକ୍ଷା କରନ୍ତୁ। ବିଶ୍ୱ ବାପା ମା, ଜନ୍ମକର୍ତ୍ତା ବାପା ମା ବାକ୍ୟକୁ ମାନନ୍ତୁ, ତାଙ୍କରି ଦୀକ୍ଷା ନିଅ। ଇଏ ଗୁରୁ ବାପା ନିଜ ଜନ୍ମକର୍ତ୍ତା ବାପା ମାଙ୍କୁ ମାନରେ ଶାନ୍ତି ଆସିବ। ବିଶ୍ୱ ପ୍ରଜାପିତା ବାପା ମା ଭାଇ ଭଉଣୀ ଏକତ୍ର ହେବା, ଆମେ ସବୁ ଏକାଠି ହେଇଯିବା, ଏକତ୍ର ହେବା। ଏ ସାରା ବିଶ୍ୱରେ ପିତୃପୁରୁଷଙ୍କ ନାମ କୀର୍ତ୍ତି ରଖିଯିବା। ଆମ ପିତୃପିତାଙ୍କର ନାମ କୀର୍ତ୍ତି କିଛି ରଖିଯିବା। ଗୀତା ଯେ ବିଚିତ୍ର, ସତ୍ୟବ୍ରତ କୀର୍ତ୍ତି, ଦ୍ରୌପଦୀ ନାମର କୀର୍ତ୍ତି, ଦ୍ରୌପଦୀ ନାମ କୀର୍ତ୍ତି। ନାମର ଅର୍ଥ ରିସର୍ଚ୍ଚ କରନ୍ତୁ। ନାମର ଅର୍ଥ ରିସର୍ଚ୍ଚ କରନ୍ତୁ। ସାରା ବିଶ୍ୱରେ ରହିବ କୀର୍ତ୍ତି। ସାରା ବିଶ୍ୱରେ କୀର୍ତ୍ତି ରଖିଯିବ। ନିଜ ନାମ ଅନୁସାରେ କାମ କର ନା କ'ଣ? ସେଥିଲାଗି କହିଛି ମହାମନ୍ତ୍ର 16 ଦୁନେ 32 ଅକ୍ଷର କହିଥିଲେ। କିଏ କହିଛି? ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆରେ ତୁ ରାମ ଭଳିଆ ହେଇଯାରେ। ରାମଚନ୍ଦ୍ର ଯାହା କରିଥିଲେ ତୁ ସେଇ କାମ ଗୁଡ଼ା କରରେ। ହରେ ରାମ 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 ହରେ ହରେ। ଆରେ ହରେ କୃଷ୍ଣ, ହରେ କୃଷ୍ଣ, ସେଇ କୃଷ୍ଣ ଭଳିଆ ହେଇଯାରେ, ସେଇ ପବିତ୍ର ଜ୍ଞାନକୁ ପାଇପାରିବୁ। ଆଉ
ସେଇ ନାମ 16 ନାମ ତୋତେ ଗୁରୁ କହିଥିଲେ 32 ଅକ୍ଷର ଫେଇ, 3 ନାମ ତୋତେ ଫିଟାଇ କହିଲେ ଆଉ 13 ନାମ କାହିଁ। 16 ଦୁନେ 32 ଅକ୍ଷର, ତୁମେ 32ଟା ଦାନ୍ତ ଧରିଛ, ତୁମେ ସେଇ 32ଟା ଦାନ୍ତରେ 16 ଦୁନେ 32 ଅକ୍ଷର ନାମ ଜପ ଆଉ ହେଉଛି ସେଇ 16 ଦୁନେ 32 ଅକ୍ଷର ନାମ। ଅଜପା ଜପି ପାରିବୁ, ଅମପା ମାପି ପାରିବୁ। ସେଇଠି କହିଛି ଅଭଜନା ଭଜରେ ବାବୁ, ଏ ଭବୁ ତରିବୁ ଆଉ ପାର ହେବୁ। ଦନ୍ତ ଜିହ୍ୱା ଯହିଁ ନ ଲାଗେ ତାକୁ ଭଜିବୁ। ଓଁକାର ମୂଳ ଅଟଇ ନିଗମ ସ୍ଥାନଟି ସେଇ, ମନ୍ତ୍ର ଯନ୍ତ୍ର ନାହିଁ ଖାଲି ବାବୁରେ ଧ୍ୟାନ କରିବୁ। ସେ ନେଇ ଯେଉଁ 16 ନାମ 32 ଅକ୍ଷର ଅର୍ଥକୁ ବୁଝିଲେ ନାହିଁ, ଯେତେ ନିଶା ମଦ ଗଞ୍ଜେଇ ଖାଇଣ ପାଗଳେ ନାଚିଲେ ସେଇ। ଆମେ ପାଗଳ ହେଇକି ନାଚୁଛେ ଏଇ ଲାଗେ, କିଛି ବୁଝିପାରୁନାହାନ୍ତି। ଯେତେ ଋଷିମୁନି ସାଧୁ ସନ୍ଥ ଜ୍ଞାନୀ ଧ୍ୟାନୀ ବୈଜ୍ଞାନୀ ବିଶ୍ୱରେ, ଶ୍ରୀରାମ ଶ୍ରୀକୃଷ୍ଣ ଶ୍ରୀ ଚୈତନ୍ୟ ନିଜେ ବିଶ୍ୱଗୁରୁ ନିର୍ଦ୍ଦେଶରେ, ଏ ବିଶ୍ୱଗୁରୁଙ୍କ ନିର୍ଦ୍ଦେଶରେ ଇଏ ସବୁ କରିକି ଯାଇଛନ୍ତି। ସୃଷ୍ଟି ବ୍ରହ୍ମା ବିଷ୍ଣୁ ଶିବ ବ୍ୟାସଦେବ ଗଣେଶ ବିଶ୍ୱ ବାପା ମାଆଙ୍କ ଆଜ୍ଞାରେ, ଏ ବିଶ୍ୱ ବାପା ମାଆଙ୍କ ଆଜ୍ଞାରେ ସେମାନେ କୀର୍ତ୍ତି ରଖିକି ଚାଲି ଯାଇଛନ୍ତି। ବାପା କି ସୁନ୍ଦର ସୃଷ୍ଟି ଗଢ଼ିଛନ୍ତି ଆହା, ଧନ୍ୟ ପ୍ରଭୁ ଏ ବିଶ୍ୱରେ। ଧନ୍ୟବାଦ ଦିଆହେଉଛି ସେ ପ୍ରଭୁ। ଇଏ କ'ଣ ସୃଷ୍ଟି ଗଢ଼ିଛନ୍ତି କି? ଜଳ ସ୍ଥଳ ଆକାଶ ସବାୟୁ ଯେ ବୃକ୍ଷଲତା, ସ୍ୱପ୍ନା କୋଟି ଜାତି ଜୀବ ସୃଷ୍ଟି ଶେଷ କଥା। କି ସୁନ୍ଦର ସୃଷ୍ଟି ଆହା ପ୍ରଭୁ କି ଆନନ୍ଦମୟ, ଧନ୍ୟ ତୁମର ମହିମା ପ୍ରଭୁ ଦୟାମୟ। 27ରୁ ସତ୍ୟଯୁଗ ଆସିଯାଉଛି ବାପା। ଏଇ 27ରୁ ସତ୍ୟଯୁଗରେ ଶାନ୍ତିରେ ରହିବା ପାଇଁ ଏଇ ସତ୍ୟଯୁଗର ବାର୍ତ୍ତା ପ୍ରକାଶ କରନ୍ତୁ। ପ୍ରଜାପିତା ବାପା ମା ଭାଇ ଭଉଣୀ ନିଜେ ସଂଯମ ପବିତ୍ର ବିଶ୍ୱଗୁରୁବାଣୀ। ଆମେ ଛାତ୍ରଛାତ୍ରୀ ଏ ଯୁବ ସମାଜ ମାତୃ ସଂଗଠନେ ସବୁ ଏକତ୍ରିତ ହୋଇ ସଂଯମ ରହିକି ସୁଖାଦ୍ୟ ଶୁଦ୍ଧ ବସ୍ତ୍ର ପିନ୍ଧ ତହିଁ। ଶୁଦ୍ଧ ଖାଦ୍ୟ ଖାଅ, ଶୁଦ୍ଧ ବସ୍ତ୍ର ଖଣ୍ଡିଏ ପିନ୍ଧ, ଆଉ ନିଜେ ସଂଯମ ରୁହ। ସେଥିଲାଗି ଇଏ ବିଶ୍ୱଗୁରୁଙ୍କର ବାଣୀ। ଇଏ ବାବା ଆପଣଙ୍କର ଶିଷ୍ୟ ବା ସାଥୀ ସାଙ୍ଗମାନେ କିଏ ଅଛନ୍ତି? ଭଲ କଥାଟେ ପଚାରୁଛୁ ବସି ଆଉ ବାବା ଧନ୍ୟବାଦ। ମୋର ସାଥୀ ସାଙ୍ଗ ଜାଣିବାକୁ ଚାହୁଁଛ, ତମେ ମୋତେ ରିସର୍ଚ୍ଚ କରୁଛ, ମୁଁ ବି ସୁଦ୍ଧା ତମମାନଙ୍କୁ ସମସ୍ତଙ୍କୁ ରିସର୍ଚ୍ଚ କରୁଛି ରେ ବାପା। ଧନ୍ୟବାଦ। ସେଥିଲାଗି କହିଛି ମୋର ସାଥୀ ସାଙ୍ଗ, ମୁଁ ପିଲାଟି ବେଳରୁ ମୁଁ କାହାରି ସାଙ୍ଗରେ ସାଥୀ ସାଙ୍ଗ ହେଇନି ବାପା। ଆଜିକାଲି ଯେମିତି ସାଥୀ ସାଙ୍ଗ ହେଇଯାଉଛନ୍ତି, ହଣାମରା ହେଉଛନ୍ତି, ମାଡ଼ପିଟି ହେଉଛନ୍ତି,
ସେ ତାଙ୍କର ଶତ୍ରୁ ହେଇକି ରହୁଛନ୍ତି ମରିବା ପର୍ଯ୍ୟନ୍ତ। ମୁଁ ସେ ସାଥୀ ସାଙ୍ଗ ହେଇନି ବାପା। ମୁଁ କାହା ସାଙ୍ଗେ ସାଙ୍ଗ ହେଇଛି? ପ୍ରଭୁଙ୍କ ସାଙ୍ଗରେ ସାଙ୍ଗ ମୋର। ଏ ଯେଉଁ ବିଶ୍ୱର ବାପା ମା', ବିଶ୍ୱର ବାପା ମା' କିଏ? ସାରା ପୃଥିବୀରେ ବାପା ହେଉଛନ୍ତି ସୃଷ୍ଟିର କର୍ତ୍ତା। ଏ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ। ଆଉ ସେଇ ବାପା। ମା' କିଏ? ମା' ଲକ୍ଷ୍ମୀ, ମା' ବସୁଧା। ମା' ବସୁଧା ଲକ୍ଷ୍ମୀ ଖାଦ୍ୟ ସବୁ ଯୋଗେଇଛି। ମୋର ସେଇ ବିଶ୍ୱର ମାଲିକ ଯିଏ ବାପା ମା', ସେ ଖାଦ୍ୟ ଆମ ବାପା ମା'କୁ ଦେଇଛନ୍ତି, ଆମକୁ ଦେଉଛନ୍ତି। ସ୍ୱପ୍ନା କୋଟି ଜାତି ଜୀବକୁ ବାବା ସିଏ ପଡ଼ିଦାତା, ସିଏ ଖାଦ୍ୟ ଯୋଗେଇଛନ୍ତି। ସେଇ ବାପା ମା'। ତୁମେ ସେଇ ବାପା ମା' କଥା ପଚାରିଲ, ମୁଁ କହୁଛି ସେଇ ବାପା ମା'। ତୁମକୁ ଚିହ୍ନିବା ତୁମେ ବିଶ୍ୱ ବାପା ମା' ଭାଇ ଭଉଣୀ ନାହିଁ ତୁମ ଜନ୍ମ ମୃତ୍ୟୁ। ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ମୋର ବାପା ମା' ଯିଏ